ଛାତ୍ରୀ ରାୟଗଡ଼ା ସଂକୁଳରୁ ଆସିଅଛି। ଆମର ଟପିକ୍ ହେଉଛି କୃତ୍ରିମ ବୁଦ୍ଧିମତ୍ତା, ଯାହାକୁ ଆମେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଜାଣିଥାଉ। ଆମେ ଜାଣିବା କୃତ୍ରିମ ବୁଦ୍ଧିମତ୍ତାର ଡେଫିନେସନ୍ କାହାକୁ କୁହାଯାଏ। କୃତ୍ରିମ ମାନେ ହେଉଛି ଯାହା ମନୁଷ୍ୟ ଦ୍ୱାରା ତିଆରି, ଯାହାକି ପ୍ରାକୃତିକ ଭାବରେ ହୋଇନଥାଏ, ଯାହାକି ମାନବର ବୁଦ୍ଧିମତ୍ତାରୁ ତିଆରି କରାଯାଇଥାଏ। ଏବଂ ବୁଦ୍ଧିମତ୍ତା ହେଉଛି ଏକ ଜଟିଳ ସମସ୍ୟାକୁ ସରଳ ଭାବରେ ସମାଧାନ କରିବା ଏବଂ ଚିନ୍ତାଧାରାର ଅନୁଭବ କରିବା, ଯାହାକୁ କି ଆମେ କୃତ୍ରିମ ବୁଦ୍ଧିମତ୍ତାର କହିଥାଉ। କୃତ୍ରିମ ବୁଦ୍ଧିମତ୍ତା ମାନେ ହେଉଛି ମନୁଷ୍ୟ ଦ୍ୱାରା ତିଆରି ଏପରି ଏକ ବସ୍ତୁ ଯାହାକୁ ଆମେ କହିପାରିବା କି ଯେ ଏପରି ବସ୍ତୁ ଯାହାକୁ ଆମେ କୌଣସି ମଧ୍ୟ ଜଟିଳ ସମସ୍ୟାର ସମାଧାନ ସରଳ ଉପାୟରେ ପାଇପାରିବା। ଏହା ହେଉଛି ଗୋଟେ ଭର୍ଚୁଆଲ୍ ଆସିଷ୍ଟାଣ୍ଟ, ଯାହାକୁ କି ଆନିମେଟେଡ୍ ଭିଡ଼ିଓ ମାଧ୍ୟମରେ ପ୍ରସ୍ତୁତ କରାଯାଇଛି। ଏଇଠି ଗୋଟିଏ କ୍ୟାରେକ୍ଟରଟି କହିଲା ମିଷ୍ଟର AI କ୍ଲୋଜ୍ ଦ ୱିଣ୍ଡୋ। ଏହାଦ୍ୱାରା ସେ କହୁଛି କି ଯେ ଏହି AI ମାଧ୍ୟମରେ ଏଇ ଅଟୋମେଟିକ୍ ୱିଣ୍ଡୋଟି କ୍ଲୋଜ୍ ହୋଇଗଲା। ଏହାପରେ ଏହି କ୍ୟାରେକ୍ଟରଟି ଜାଣିବାକୁ ଚାହିଁଲା AI କ'ଣ, AIର ମହତ୍ଵ କ'ଣ ଆମ ଜୀବନରେ। AIର ମହତ୍ଵ ହେଉଛି କି ଯେ ଆମେ ଯେଉଁ ମାନବ ଦ୍ୱାରା କିଛିଟା ଭୁଲ ହୋଇଯାଏ କିମ୍ବା କୌଣସି ଜିନିଷରେ ତାହାର ସଠିକ ଉତ୍ତର ଆମକୁ ମିଳିପାରିନଥାଏ, କିନ୍ତୁ ଆମେ ଯଦି AI ଦ୍ୱାରା ପଚାରିପାରିବା ତାହେଲେ AI ଦ୍ୱାରା ଆମେ ଭୁଲ ହେବା କମ୍ ସମ୍ଭାବନା ଥାଏ, ଯାହାଫଳରେ କି ହେଇପାରିବ। ଯେପରିକି ଏଠି ଦେଖିଲେ ଅଟୋମେଟିକ୍ ସେଲ୍ଫି କିମ୍ବା ସ୍ତ୍ରୀ କିମ୍ବା ଅଟୋମେଟିକ୍ କାର୍ ଡ୍ରାଇଭିଂ ହେଉ କି କିଛି ବି ଆମେ ତାହାକୁ AI ମାଧ୍ୟମରେ କରିପାରିବା। AI ଆଇଡ଼ିଆ ଦେବା ଦ୍ୱାରା ସେନ୍ସର୍ ତାହାକୁ କାର୍ଯ୍ୟ କରିଥାଏ। ଯେପରିକି ଏଇଠି ଗୋଟିଏ ଟିଚରଟି ମନେକର ଗୋଟିଏ ମନୁଷ୍ୟର ବୁଦ୍ଧିମତ୍ତା ହେଉଛି, ଏହା ହେଉଛି ଗୋଟିଏ ମନୁଷ୍ୟର ବୁଦ୍ଧିମତ୍ତା। ଯଦି ଗୋଟିଏ ମଣିଷ ଶିଶୁଟି ଗୋଟିଏ ଲେଟର ଏ ଶିଖିଥାଏ ସେତେବେଳେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏହାକୁ ଅଧିକ ଗୁଣରେ ମନେ ରଖି ଏ ଫର୍ ଏପଲ୍ ଶିଖିପାରିଥାଏ, ଯାହାକୁ କି ସରଳ ଏବଂ କମ୍ ସମୟରେ ହୋଇଥାଏ। ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଟି ଏ ଫର୍ ଆପଲ୍ ଶିଖିପାରିବ, ଯାହା ତୁଳନାରେ କି ଗୋଟିଏ ମାନବଟି ଗୋଟିଏ ଲେଟର ଶିଖିଲା ବେଳେ ଗୋଟିଏ ରୋବୋଟିକଟି ଗୋଟିଏ ଚିତ୍ର ମାଧ୍ୟମରେ ଗୋଟିଏ ତା ମଣିଷ ଏବଂ କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ଏହା କରିଥାଏ। ଏହା ସହ କମ୍ ସମୟରେ ଗୋଟିଏ ଫଟୋକୁ ସ୍କାନ୍ କରିକି ଆମେ ଅନ୍ୟ କୌଣସି କମ୍ ସମୟରେ କରାଯାଇପାରିବ, ଯାହାକି ଆପଣମାନେ ଏଠି ଦେଖିପାରୁଛନ୍ତି। ଏହାପରେ ମଣିଷ କରିବା ବେଳେ 2 ଘଣ୍ଟା 3 ଘଣ୍ଟା ଲାଗିବା ବେଳେ ଆମକୁ କେବଳ 1-2 ମିନିଟ୍ ମଧ୍ୟରେ ହେଇଯାଇପାରିବ। ଏହାପରେ ଗୀତ ଶୁଣିବା ହେଉ କିମ୍ବା ନାସାରେ ଯାଇ କିଛି କନେକ୍ସନ୍ ସବୁ କିଛି କରିପାରିବ। ଏହାପରେ AI କେମିତି ଅଟୋମେଟିକ୍ କାର୍ ଡ୍ରାଇଭ୍ କରିପାରେ। AI ଯେତେବେଳେ ଆଇଡ଼ିଆଟି ଦେଇଥାଏ ସେତେବେଳେ ଗୋଟିଏ ସେନ୍ସର୍ ମାଧ୍ୟମରେ ସେନ୍ସର୍ର ଉପସ୍ଥିତିରେ ଏହାକୁ କରାଯାଇଛି। କେବଳ ନାହିଁ କି ଯେ AI ହେଇପାରିବ, AIର ଆଇଡ଼ିଆ ଦେବ ଏବଂ ସେନ୍ସର୍ଟି ତାହା କାର୍ଯ୍ୟ କରିପାରିବ। ଅଟୋମେଟିକ୍ କାର୍ ଡ୍ରାଇଭିଂ ହେଉ କିମ୍ବା କିଛି ଟାଇପିଂ ହେଉ, ଯେପରିକି ଗୁଗୁଲ୍, ଆପଲ୍ ଏହିପରି ବହୁତ ଟପ୍ ବ୍ରାଣ୍ଡ ଗୁଡ଼ିକ ଏହି AIର ବ୍ୟବହାର କରିଥାନ୍ତି। ଆମେ ଏହାକୁ କିଛି କାର୍ଯ୍ୟକ୍ରମରେ ମଧ୍ୟ କରିପାରିବା। ଯେପରିକି ଗୋଟିଏ ବ୍ୟକ୍ତି କମ୍ପ୍ୟୁଟରରେ 10 ଘଣ୍ଟା ବସି ଟାଇପ୍ ମାରିବା ବେଳେ ବ୍ୟାକ୍ ପେନ୍, ବଡ଼ି ପେନ୍ ହୁଏ ଏବଂ ଆଖି ଖରାପ ହେବାର ସମ୍ଭାବନା ଥାଏ। ସେୟା AI ଗୋଟିଏ 10 ସେକେଣ୍ଡ କିମ୍ବା ଅଧଘଣ୍ଟାରେ ସେହି କାମଟିକୁ କରିଦେଇଥାଏ। ଏହା ହେଉଛି AI। ଏବଂ ପାଠ ପଢ଼ିବା ହେଉ କି କିଛି ହେଉ, କିନ୍ତୁ ଏହାର କିଛି ବେନିଫିଟ୍ସ ତ ଅଛି, କିନ୍ତୁ ଏହାର ଅପକାରିତା ମଧ୍ୟ ଅଛି, ଯାହାକି ସାଇବର କ୍ରାଇମ୍ ହେଉ କି ମଣିଷ ଅଳସୁଆ ହୋଇଯିବା ହେଉ,
किंबा जदि गुर्जी गुर्मा जदि न रहीकि जदि आम एआई रोबोट को आनदबा भल किंतु एआई तो इमोशन रखिपारबनी ना ताहा द्वारा एआई रो जदि टीचर जगह जदि एआई रहला ताहले स्कूल विशृंखला होबो एआई तो केवल क्वेश्चन रो ठीक आंसर दे पारिबो किंतु विशृंखला हेबा ए सबु भी रही पारिबो यहाँ पर होछि एआई किपरि एआई रो हिस्ट्री जोड़ा कि आपण पाखे गोटे फाइलटी थिबो 1941 मसीह प्रथम इलेक्ट्रॉन कंप्यूटर टी प्रस्तुत करा जाइथिला यहाँ पर 1949 रे प्रथम वाणिज्य गच्छित प्रोग्राम कंप्यूटर टी को करा जाइथिला यहाँ पर 1950 रे 1950 रे जॉन मैकार्थी यार उद्भावन करथिले किंतु एहा को 1956 मसीह रे डॉर्टमुड सम्मिलन रे एहा को उपस्थापना करथिले जहा को कि एआई रो जन्म डेट बा जन्म मसीहा बोली मध्य कहा जाय थाए एवं 1956 मसीहा रे लिजिक थियोरिस्ट विकसित मध्य होइथिला एहा से 1958 रे लीज भाषा विकसित होइथिला 1963 रे डीओडी रो उन्नत गवेषणा प्रकल्प होइथिला एवं 1968 रे प्रोग्राम सृष्टि होइथिला एवं 1970 रे प्रथम विशेषज्ञ सिस्टम होइथिला एही परि भाबरे गोटी एआई रो गठन होइथिला जहा को कि एबे केवल ताहार उन्नतर मान होइछि किंतु एहा आगुरु मध्य चली पारथुला जेपरि कि फोन हो किंबा किछि भी एहा आगुरु ही अछि एहा केवल एक उन्नत धरणर जेपरि कि चैट जीपीटी एबे चैट जीपीटी बहुत मात्रा रे व्यवहार करा जाउछि चैट जीपीटी रो फुल फॉर्म होउछि चैट जीपीटी रो फुल फॉर्म होची चैट जनरेटिव प्री ट्रेंड ट्रांसफॉर्म जहाँ को कि बहुत लोक व्यवहार करि आमको पाठरे हो किंबा कौन सी भी विषय रे आमे चैट जीपीटी को पचारि पाबा केवल चैट जीपीटी नहीं व्हाट्सएप रे थिबा मेटा एआई इंस्टा रे थिबा एआई एवं फेसबुक रे थिबा एआई मध्य आमे पचारि पारिबा एजुकेशन रो हमें एजुकेशन रे किपरि एआई को व्यवहार करि परिबा जदि हमको कौन से गुरुजी गुरुमा पढ़ाउचंदी हमको डर लागुची पचारिबा पई किछि डाउट्स कि हमको नर्वस लागुची तो आमे घर को जाय कि एआई माध्यम रे आमे ताहा को पचारि परिबा नेक्स्ट यह हूँ बेनिफिट्स ऑफ एआई ड्राइविंग प्रेटिकेट माने आमे ऑटोमेटिक ड्राइविंग करिबा फल रे आमे ऑटोमेटिक ड्राइविंग करिबा फल रे मनीष तो चलौनी किंतु से असुविधा मध्य हे अछि गोटे वीडियो थिबो ठीक है पूरा बैक करंतु से लिंक नहीं आ गोटे वीडियो थी अच्छे आइब सीटा आ गोटे ये अच्छे ना जेपर कि जदि आम गोटे कॉफी मशीन ऑटोमेटिक कॉफी मशीन आनिले ताहले जदि कौ कैफे रे गोटे कर्मचारी ता पेट पोषिबा कार्य करुछि जदि आम एआई द्वारा आनिले ताहले तार चाकरी पड़े जाई पारे एवं चाकरी जाई पारे एवं जदि आमे ऑटोमेटिक ड्राइविंग आइबा ड्राइवर मानक चाकरी जाई पारे एहा नहीं कि चाकरी जाई परिबो एहा द्वारा आमे आउ गोटे नुआ एआई रे चाकरी मध्य करि परिबा जेपरि कि कंटेंट क्रिएटर हो कि कॉपी राइटर हो कि स्क्रिप्ट राइटर हो यार डिमांड बहुत अधिक मात्रा रे